କେନ୍ଦୁଝରରେ 5 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଲୁହା ପଥର ଜବତ। ଯୋଡ଼ା ଖଣି ବିଭାଗର 7 ଜଣିଆ ପ୍ରତିନିଧି ଦଳର ଚଢ଼ାଉରେ ନୟାଗଡ଼ ରେଳ ସାଇଡିଂ ନିକଟରେ ଥିବା 5 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଲୁହା ପଥର ଜବତ କରିଛି ଖଣି ବିଭାଗ। କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଖଣି ବିଭାଗର 7 ଜଣିଆ ଟିମ୍। ଏତେ ପରିମାଣର ଚୋରା ଲୁହା ପଥର ଗଚ୍ଛିତ ଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଖଣି ବିଭାଗ ଅଧିକାରୀ। ସୂଚନା ଅନୁଯାୟୀ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲୁହା ପଥର ଚୋରାଚାଲାଣ ହେଉଥିବା ବେଳେ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ଖଣି ବିଭାଗ। ଚୋରା ଲୁହା ପଥର ଜବତ କରିବା ପରେ ଏହି କାରବାରରେ କିଏ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରଖିଛି ବିଭାଗ। ଅନ୍ୟପଟେ ଚୋରା ଖଣିଜ କାରବାର ରୋକିବା ଦିଗରେ ଖଣି ବିଭାଗ, ବନ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ ଜୋରଦାର କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ଯୋଡ଼ାରୁ ରମେଶ ଚନ୍ଦ୍ର ମହାପାତ୍ରଙ୍କ ରିପୋର୍ଟ, ସଂଘର୍ଷ ଟିଭି।